जय जगन्नाथ सांग मैंने ओडिया वाओ चैनल को आपण मानक स्वागत करुछु। आज सकाल 5टा बाजी आम सब पिकनिक जीवु बोली एते जल्दी बाहरी पड़ीचु। आ सब चलचु कॉलेज टी पहुँचला पर सेठू आम बस आसीबो आम जीवु कॉलेज जीवा पई। एटा गोटे शॉर्टकट रास्ता तो सेइथि पई आम पाचेरी डेंकी कॉलेज को जाउछु। आमे मैंने बहुत जल्दी जल्दी चलुचु कहीं बहुत थर कॉल आसिलानी कहीं पिला माने आसिकी पहुँच गले। एबे सब एकाठी हो गलुनी आउ 5-10 मिनट भितर बस आसीबो आउ आमे माने जर्नी स्टार्ट करिबो। देखि पारथिबे समस्ते केते एक्साइटेड। आमे सब आज पिकनिक जाउछु। बस आसी पहुँची गला तो एबे जिनस पत्र सहित आमे भी बस रे चढ़ी कॉलेज को बाय बाय कहलु आउ आमे हम जर्नी स्टार्ट कलु। Performances video sexual and student. सब जिनस जहाँ थिला नबार तो सब आम आणिक रखीदेलु बस भितर। तापर समस्ते आसी बसीगले तापर आम डीपीर डांस स्टार्ट हो गला। मन्ना भी आउ कौन पछक रही कि तार भी डांस स्टार्ट हो गला। डांस और मस्ती सहित आमे आगु को माड़ी चली। सकाळु सकाळु बस आउ आमे सबु एनर्जेटिक थिलु। ब्रह्मपुर तप्तपाणी प्राय 50 किलोमीटर रास्ता। तप्तपाणी को आसवा अनेक घाटी रास्ता आसवा पड़े। शीत दिन को सुलसुलिया पवन मजा किछि अलग।
ସାରଳା ଡିମାଣ୍ଡରେ ଶାଶୁଘର ଚାଲିଯିବି ଗୀତ ଲାଗିଲା। ଦେଖିପାରୁଥିବେ ରାସ୍ତା କେତେ ସୁନ୍ଦର, ସତେ ଯେପରି ପ୍ରକୃତି କହୁଛି ମୋଠୁ ସୁନ୍ଦର ଆଉ କେହି ବି ନାହିଁ। ଏଇ ଭିତରେ ସମସ୍ତଙ୍କୁ ଟିକେ ଟିକେ ଭୋକ ଲାଗିବା ବି ଷ୍ଟାର୍ଟ ହେଇଗଲାଣି, କାରଣ ବହୁତ ଜଲ୍ଦି ଆମେମାନେ ସବୁ ବାହାରିଥିଲୁ ଆଉ ଘରୁ କେହି କିଛି ଖାଇକି ଆସିନଥିଲୁ। ସେଇଥିପାଇଁ ସେଇ ଟାଇମ୍ରେ ପ୍ଲାନ୍ ହେଲା ଆମେ ଆଗ ଛକରେ ରହି ଟିକେ ଜଳଖିଆ ଖାଇବୁ ବୋଲି। ଆଖି ଖୋଜୁଥିଲା କେତେବେଳେ ସବୁ ଦୋକାନ ଗୁଡ଼ିକ ଆସିବ। ଦେଖୁ ଦେଖୁ ଆମେ ଆଗ ଛକରେ ପହଞ୍ଚିଗଲୁ। ଜଗାବଳିଆ ଜଳଖିଆ ଦୋକାନରେ ଆମ ଗାଡ଼ି ରହିଲା, କାରଣ ସେଇଠୁ ସବୁ ଆମେମାନେ ଜଳଖିଆ ଖାଇବାର ଥିଲା। ସକାଳୁ ସକାଳୁ ପୁରୀ ଉପମା ଖାଇବାକୁ ଇଚ୍ଛା ନଥିଲା, ତ ସେଥିପାଇଁ ଆମେ କମଳା ଆଉ କଦଳୀ ନେଇ ଆସିଲୁ। ଆଉ ଅଲଗା ସାଙ୍ଗମାନେ ପୁରୀ ଉପମା ଆଉ ଇଡଲି ଏନ୍ଜୟ କରୁଥିଲେ। ସାରଳା ଜଳଖିଆ ଦୋକାନରେ ଜଳଖିଆ ସହିତ ତାର ଗୋଟେ ନୂଆ ସାଙ୍ଗ ପାଇଯାଇଥିଲା, ଆଉ ତା ସହିତ ମିଶି ଜଳଖିଆକୁ ଏନ୍ଜୟ କରୁଥିଲା। ହେଲୋ। ଜଳଖିଆ ଦୋକାନର ପଛକରେ ଗୋଟେ କୂଅଟେ ଥିଲା, ଆଉ ସେଥିରେ ରସି ଲଗେଇ ପାଣି ଟାଣିବାର ମଜା ସମସ୍ତେ ନେଲେ। ଖାଇଦେଇ ପୁଣି ଥରେ ବସି ପଡ଼ିଲୁ ବସ୍ରେ, ଆଉ ବାହାରି ପଡ଼ିଲୁ ତପ୍ତପାଣି ପାଇଁ। 7:15 ଆଡ଼େ ଆମେ ପହଞ୍ଚିଗଲୁ ତପ୍ତପାଣିରେ। ସମସ୍ତେ ସାଙ୍ଗସାଥି ହୋଇ ବାହାରିଲୁ ମନ୍ଦିର ଦର୍ଶନରେ। ବାଟରେ ଅନେକ ଗୁଡ଼ିଏ ଷ୍ଟଲ୍ ପଡ଼ିଥିଲା, ସେସବୁ ଆଡ଼େ ମଧ୍ୟ ଟିକେ ଦେଖି ଦେଉଥିଲୁ। ଆମେ ସବୁ ତପ୍ତପାଣିରେ ପହଞ୍ଚି ଯାଇଛୁ। ପାଢ଼ୀ ପାଢ଼ୀ ଏଇ ମନସୁନ୍ ପୂଜା ସେ ମନ୍ଦିରଟା ଆସିଲା। ତପ୍ତପାଣି ଉଷ୍ମ ପ୍ରସ୍ରବଣ ତାର ପାଣିର ଉଷ୍ମତା ପାଇଁ ଚାରିଆଡ଼େ ପ୍ରସିଦ୍ଧ। ତପ୍ତପାଣିରେ ଗୋଟିଏ ବାମ୍ଫିଟିଏ ଅଛି,
ବର୍ଷ ସାରା ସେଥିରେ ଗରମ ପାଣି ବାହାରୁଥାଏ ଆଉ ତା ଭିତରେ ମା ଠାକୁରାଣୀ କନ୍ଧୁଣୀ ଦେବୀ ବିଜେ ହୋଇଛନ୍ତି। ସେଇ ପାଣି ଯାଇ ଗୋଟିଏ କୁଣ୍ଡରେ ମିଶେ। ସେଥିରେ ଲୋକମାନେ ଗାଧୁଆ ପାଧୁଆ କରନ୍ତି ଏବଂ ଶେଷରେ ସେଇ ପାଣି ଝରଣା ଦେଇ ବାହାରକୁ ବହିଯାଏ। ମନ୍ଦିର ବେଢ଼ାରେ ଅନେକ ଗୁଡ଼ିଏ ସିନ୍ଦୁର ଏବଂ ଭଳିକି ଭଳି ଚୁଡ଼ି, ମିଠା ଏବଂ ଅନେକ ଆସବାବପତ୍ର ମଧ୍ୟ ମିଳୁଥିଲା। ଭଳିକୁ ଭଳି ଚୁଡ଼ି ଦେଖିଲେ କାହାକୁ ବି ମଧ୍ୟ ଲୋଭ ଆସିଯିବ। ଦେଖନ୍ତୁ ମନ୍ଦିର ପରିବେଶ କେତେ ଶାନ୍ତ। ଏଇ ଭିତରେ ପାହାଚ ଚଢ଼ି ଆମେ ପହଞ୍ଚିଗଲୁ ଉପରେ ଥିବା ମନ୍ଦିର ପାଖରେ। ସେଠି ମହାପ୍ରଭୁଙ୍କର ମନ୍ଦିର ଥିଲା। ସେଇଠି ଠାକୁରଙ୍କୁ ଦର୍ଶନ କରି ଆମେ କିଛିଟା ଫଟୋ ଉଠାଇଲୁ। ଆଉ ଗୋଟେ ଗ୍ରୁପ୍ ଫଟୋ ଉଠାଇବା ପାଇଁ ଆମେ ସବୁ ପ୍ଲାନ୍ କଲୁ। ସେଥିପାଇଁ ଟିକେ କଥାବାର୍ତ୍ତା ହୋଇ ମନ୍ଦିର ପରିଦର୍ଶନ କରି ବାହାରି ଆସିଲୁ। ନିଜ ନିଜର ଫଟୋ ଉଠା ସରିଲା ପରେ ସବୁ ବାହାରିଲୁ ଗୋଟେ ଗ୍ରୁପ୍ ଫଟୋ ପାଇଁ। ମନ୍ଦିର ପାଖରେ ଅନେକ ଗୁଡ଼ିଏ ଷ୍ଟଲ୍ ଲାଗିଥିଲା। ସେଥିରେ ଭଳିକି ଭଳି ଜିନିଷ ମଧ୍ୟ ଥିଲା। ସେଇଗୁଡ଼ିକୁ ଟିକେ ଭଲ ଭାବେ ଦେଖିଲୁ। ଅନେକ ପ୍ରକାରର ଶଙ୍ଖ ମଧ୍ୟ ସେଠାରେ ମିଳୁଥିଲା। ତାକୁ ଦେଖିଲା ପରେ ଫାଇନାଲି ଆମେ ଆମ ଗ୍ରୁପ୍ ଫଟୋଟି ଉଠେଇଲୁ। ଆଉ ତପ୍ତପାଣିର ସ୍ମୃତି ସବୁଦିନ ପାଇଁ ପାଖରେ ରଖିଦେଲୁ।